Thank you, Jesus, Lord. ধন্যবাদ দଉଛୁ ମୋର ପ୍ରିୟମାନେ ଆପଣଙ୍କର ହୃଦୟକୁ ପ୍ରଭୁଙ୍କ ଠାରେ ସମର୍ପଣ କରନ୍ତୁ। ଯୋଉ ପରମେଶ୍ୱର ଆପଣଙ୍କ ମନକୁ ଦେଖନ୍ତି, ଆପଣଙ୍କ ସ୍ୱାମୀ, ଆପଣଙ୍କ ପିଲାମାନେ, ଆପଣଙ୍କ ବାପା ମା ଆପଣଙ୍କ ମନକୁ ଦେଖି ନ ପାରନ୍ତି। କେବଳ ଏକମାତ୍ର ଈଶ୍ୱର ଆପଣଙ୍କ ହୃଦୟକୁ, ଆପଣଙ୍କ ମନକୁ, ଆପଣଙ୍କ ଦେଶକୁ ଦେଖୁଅଛନ୍ତି। ଆଜି ଆପଣ ପରିବର୍ତ୍ତିତ ଅଟନ୍ତି ନା ନାହିଁ, ଏହା ଆପଣ ମନେ ପକାନ୍ତୁ। ପ୍ରଭୁଙ୍କ ଠାରେ ନିଜକୁ ସମର୍ପଣ କରନ୍ତୁ। ହାଲେଲୁୟା। ପ୍ରଭୁ, ଆମେ ତୁମ ନିକଟକୁ ଆସିଛୁ। ତୁମେ ମନ ଦେଖିବା ପରମେଶ୍ୱର, ହୃଦୟ ଦେଖିବା ପରମେଶ୍ୱର, ପ୍ରତ୍ୟେକଙ୍କ ଚିନ୍ତାଧାରା ଦେଖିବା ପରମେଶ୍ୱର। ପ୍ରତ୍ୟେକଙ୍କୁ କହୁଛ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକମାନେ, ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆପଣଙ୍କର ହୃଦୟର ପରିବର୍ତ୍ତନତା କେବଳ ଏକମାତ୍ର ଈଶ୍ୱର ସିଏ ହିଁ ଦେଖନ୍ତି, ସିଏ ହିଁ ଦେଖନ୍ତି। କେହି ଦେଖି ନ ପାରନ୍ତି, ବାଳକ ଦେଖି ନ ପାରେ, ଦିଗମାନେ ଦେଖି ନ ପାରନ୍ତି, କିନ୍ତୁ ପ୍ରଭୁ ଆପଣଙ୍କୁ ଦେଖୁଛନ୍ତି। ହାଲେଲୁୟା। ଥ୍ୟାଙ୍କ ୟୁ ଲର୍ଡ। ପ୍ରଭୁ ଧନ୍ୟବାଦ କରୁଛୁ। ତୁମେ ଆମମାନଙ୍କ ମନ ଦେଖିବାର ପରମେଶ୍ୱର, ତୁମେ ଆମମାନଙ୍କ ପରିବର୍ତ୍ତନତା ଦେଖିବାର ପରମେଶ୍ୱର, ଆମମାନଙ୍କର ପାପ ସ୍ୱୀକାର କଲା ବେଳେ ତୁମେ କ୍ଷମା ଦେବାର ପରମେଶ୍ୱର। ହାଲେଲୁୟା। ପ୍ରଭୁ, ତୁମ ପାଦ ତଳକୁ ଆସୁଛୁ। ତୁମେ ଦୟା କର, ଦୟା କର, ଦୟା କର, ଦୟା କର। ମନ ପରିବର୍ତ୍ତନ କରି ଫେରିବା ଲୋକଙ୍କୁ ତୁମେ ଗ୍ରହଣ କରିଥାଅ। ତା ନିମନ୍ତେ ଭୋଜନ ପ୍ରସ୍ତୁତ କରିଥାଅ। ତା ନିମନ୍ତେ ତା ପତ୍ରିକା ଦେଇ ତାକୁ ସମ୍ମାନିତ କରିଥାଅ। ପ୍ରଭୁ, ଆଜି ଯେଉଁମାନେ ଆମେ ମନ ପରିବର୍ତ୍ତନ କରୁଛୁ, ତୁମେ ପ୍ରତ୍ୟେକଙ୍କ ନିମନ୍ତେ ସ୍ୱର୍ଗରେ ସେ ଆନନ୍ଦର ଭୋଜ ପ୍ରସ୍ତୁତ କରୁଛ। ସେ ସ୍ୱର୍ଗର ମୁକୁଟ ପ୍ରତ୍ୟେକଙ୍କ ପାଇଁ ତୁମେ ରଖିଅଛ। ଏବଂ ଆମେ ତୁମକୁ ଧନ୍ୟବାଦ ଦଉଛୁ, କାରଣ ମନ ପରିବର୍ତ୍ତନରେ ମୁକୁଟ ଅଛି, ମନ ପରିବର୍ତ୍ତନରେ ସ୍ୱର୍ଗ ରାଜ୍ୟ ଅଛି, ମନ ପରିବର୍ତ୍ତନରେ ଆନନ୍ଦ ଅଛି, ମନ ପରିବର୍ତ୍ତନରେ ପାପ କ୍ଷମା ଅଛି, ମନ ପରିବର୍ତ୍ତନରେ ଜୀବନରେ ଆଶୀର୍ବାଦ ଅଛି। ହାଲେଲୁୟା। ପ୍ରଭୁ, ଆମେ ତୁମ ନିକଟକୁ ଆସୁଛୁ। ତୁମ ପାଦ ତଳେ ଆପଣଙ୍କୁ ରଖୁଛୁ। ତୁମେ ପ୍ରିୟମାନେ, ଯୋଉ ପରମେଶ୍ୱରଙ୍କ ଶରୀରରେ କୌଣସି ଦାଗ ନଥିଲା, ସୁନ୍ଦର ପରମେଶ୍ୱର ସ୍ୱର୍ଗର ସୁଖ ଛାଡ଼ି ଆପଣଙ୍କୁ ପ୍ରେମ କଲେ, ମତେ ପ୍ରେମ କଲେ, ଆଉ ଧରା ପୃଷ୍ଠରେ ତାଙ୍କ ନିମନ୍ତେ ପାର କରାଗଲା। କଣ୍ଟାର ମୁକୁଟ ଦିଆଗଲା, ତାଙ୍କ ମୁଖରେ ଛେପ ପକାଗଲା, ତଥାପି ସେ ମଥା ପାଇ ସହିଗଲେ। ତଥାପି ସେ ନୀରବ ହୋଇ ବୋଧଯୁକ୍ତ ବେଶ ତୁଲ୍ୟ ସେ ନିଆଗଲେ। ହାଲେଲୁୟା। ପ୍ରଭୁ, ଧନ୍ୟବାଦ ଦଉଛୁ। ତୁମେ ଆମମାନଙ୍କ ପାପର ବୋଝକୁ ଆପଣା ଶରୀରରେ ବହନ କଲ। ତୁମେ ଆମମାନଙ୍କୁ କ୍ଷମା ଦେବା ନିମନ୍ତେ କ୍ରୁଶରେ ଝୁଲି ক্ষমা করো, ক্ষমা করো। হে ক্ষমাময় পরমেশ্বর, তুম পাদ তলে যেতে পাপ স্বীকার করি ক্ষমা করছু, তুমি প্রত্যেকଙ୍କୁ ক্ষমা কর বলে প্রার্থনা করছু। এই সময়ে আশ্রয়গড় মন্ডলীর ডিকন রাউল মহাশয় আসবে, সে প্রার্থনা করিবে। তাঙ্ক প্রার্থনা পরে পরে স্থানীয় মন্ডলীর শাখা মন্ডলীর উপাসনা গৃহর নির্মাণ নিমন্তে পুଣି ঝিଅ ଜୋଇଁ ପୁଅ ବୋହୂମାନଙ୍କ ନିମନ୍ତେ ଆସନ୍ତୁ ଆମେ ପ୍ରାର୍ଥନା କରିବା। ପାପମୟ ଜୀବନ ବିନାଶ ପଥରେ କଢ଼ାଇ ନିଏ, କିନ୍ତୁ ପରିବର୍ତ୍ତନ ଜୀବନ ଅନନ୍ତ ଜୀବନ ପ୍ରଦାନ କରିଥାଏ। ପ୍ରଭୁ, ଆମେ ତୁମ ପବିତ୍ର ନାମର ଧନ୍ୟବାଦ ଦେଉଅଛୁ। ପରିବର୍ତ୍ତନ ଜୀବନ ନେଇ